ଏଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଅର୍ଜୁନ ସୁଖ ଦୁଃଖ ଇନ୍ଦ୍ରିୟ ଭୋଗ ଯୋଗୁଁ ଇନ୍ଦ୍ରିୟ ଭୋଗର କାମନା ଯୋଗୁଁ ଜାତ ହୁଏ। ମହାପ୍ରଭୁ କହୁଛନ୍ତି ଇନ୍ଦ୍ରିୟ ଭୋଗର କାମନା ଯୋଗୁଁ ସୁଖ ଦୁଃଖ ଜାତ ହୁଏ। ଆଉ ସେ ଇନ୍ଦ୍ରିୟ କ'ଣ ଆଜ୍ଞା? 14 ପ୍ରକାର ଇନ୍ଦ୍ରିୟ ଅଛି। ହଁ, 5 ଜ୍ଞାନେନ୍ଦ୍ରିୟ, 5 କର୍ମେନ୍ଦ୍ରିୟ, ଆଉ 4 ମନକୁ ଗଢ଼ିକି ମନକୁ ୟୁଜ୍ କରାହେଇଛି। ତ 5 କର୍ମେନ୍ଦ୍ରିୟ କ'ଣ ଆଜ୍ଞା? 5 କର୍ମେନ୍ଦ୍ରିୟ ହେଉଛି ହାତ, ଗୋଡ଼, ପାଟି ଆଉ ଆମର ତଳପଟର 1 2 ଯିବା ପାଇଁ, ଇଏ ହେଉଛି କର୍ମେନ୍ଦ୍ରିୟ। ଆଉ ଜ୍ଞାନେନ୍ଦ୍ରିୟ କ'ଣ ଆଜ୍ଞା? 5 ଜ୍ଞାନେନ୍ଦ୍ରିୟ ହେଉଛି ଆଖି, କାନ, ଯେଉଁଦ୍ୱାରା ଆମେ ଜ୍ଞାନ ନିଅନ୍ତି, ଆଖି, କାନ, ନାକ, ପାଟି ଆଉ ଚର୍ମ। ତାପରେ ଆସୁଛି ମନ। ମନରେ ବି କିଛି ଅଛି, ଯେ ଜ୍ଞାନୀ ଗୁଣୀ ଆଉ ଶାସ୍ତ୍ର ବିଶାରଦ ଆଉ ବେଦଶାସ୍ତ୍ର ବି ଏଇଆ କୁହନ୍ତି ଯେ ମନକୁ ବି ପୁଣି 4 ଭାଗରେ ବିଭକ୍ତ କରାଯାଇଛି। ମନ, ବୁଦ୍ଧି, ଅହଙ୍କାର ଆଉ ଚିତ୍ତ। ଏ ଭାବରେ ଦେଖିଲେ 5 5 ଇଏ 4, 5 5 10 4 14, ଇଏ ହେଉଛନ୍ତି ଇନ୍ଦ୍ରିୟ, 14ଟି ଇନ୍ଦ୍ରିୟ। ଏ 14ଟି ଇନ୍ଦ୍ରିୟର ସୁଖ ଲାଳସା ଭୋଗିବାର ଆସକ୍ତି କାମନା ଯୋଗୁଁ ସୁଖ ଆଉ ଦୁଃଖ ଜାତ ହୁଏ। ଯେମିତିକି ପାଟି ଆମର ଇଚ୍ଛା କଲା ରସଗୋଲା ଖାଇବା ପାଇଁ, ଆମେ ଖାଇଲେ ଯଦି ରସଗୋଲା ନ ମିଳିଲା ତାହେଲେ ଦୁଃଖ ଲାଗିବ, ଯଦି ଆମେ ଖାଇଲେ ତାହେଲେ ସୁଖ ଲାଗିବ। ଏଇଭଳିଆ ଜିନିଷ ସବୁ। ତେଣୁକରି ଯାହା ଆପଣ ଚାହିଁବେ, ଯେତେ ଚାହିଁବେ, ମିଳିଲେ ସୁଖ ଲାଗିବ, ନ ମିଳିଲେ ଦୁଃଖ ଲାଗିବ। ତେଣୁକରି ଯଦି କାମନାର ବିନାଶ କରିଦେବେ ଆପଣ, କାମନାର ବିନାଶରେ ଦୁଃଖର ବିନାଶ।